ଦେଖ ଦେଖ ଅଗ୍ରତେ ସରସୀ ଜଳେ ପଢ଼ି ମଣ୍ଡୁକ କ୍ରୁର ବହି କବଳେ ବିକଳେ ରାବୁ ରାବୁ ଉର୍ଦ୍ଧେ ଉଡ଼ିଣ ଉଙ୍କି ଶିଶୁ କଙ୍କି ଦେଲା ଗିଣ। ମାନେ ଗୋଟେ କଥା ହେଉଛି ସଂସାର ଗୋଟେ ଏମିତି ଜିନିଷ, ମାନେ ସାପ ବେଙ୍ଗ ବେଙ୍ଗ ସାପ କବଳରେ ପଡ଼ିଛି, ସାପ ପେଟ ଭିତରେ ପାଟି ଭିତରେ ଅଧା ସୀତା ଅଛି ଆଉ ଅଧା ମୁହଁ ଦେଖାଯାଉଛି, କଙ୍କିଟିଏ ଉଡ଼ୁଛି, ସେ ତାକୁ ଇଚ୍ଛା କରୁଛି ଖାଇବା ପାଇଁ। ମାୟା ଗୋଟେ ଏମିତି, ଲୋଭ ଏମିତି ଗୋଟେ, ମୋହ ଗୋଟେ ଏମିତି, ସେ ମଣିଷକୁ ଗୋଡ଼େଇକି ମାରିବାଟା ମାରିବ। ତାର ଯେ ପର୍ଯ୍ୟନ୍ତ ପ୍ରକୃତ ଜ୍ଞାନ ହେଇନି, ଯେତେବେଳେ ତାର ଜ୍ଞାନ ନିର୍ମଳ ହେଇନି, ସେ ପର୍ଯ୍ୟନ୍ତ ଏଇ ଅବସ୍ଥାକୁ ସିଏ ଅତିକ୍ରମ କରିପାରିବ ନାହିଁ। ସେଥିପାଇଁ ମୁନି ଋଷିମାନେ ଏତେ ପ୍ରକାର ସବୁ ଆମର ଶାସ୍ତ୍ର ଲେଖିଛନ୍ତି ଆଉ ଚଳିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏବଂ ଆମର ଯେଉଁ ବେଦ ବେଦାନ୍ତ ଉପନିଷଦ ଯାହା ସବୁ ଜିନିଷ ଅଛି ତା ଦେହରେ ସବୁ ମାର୍ଗଦର୍ଶନ କରିଛନ୍ତି। ଏଇଟା ହେଉଛି ବଡ଼ କଥା। ହଁ, କହିବାର ଉଦ୍ଦେଶ୍ୟ ହେଉଛି ଯେ ମଣିଷ ଆ ଭିତରକୁ ଆସୁଛି କେମିତି ଆସୁଛି, କ'ଣ ପାଇଁ ଆସୁଛି, ଏ ଯେଉଁ ବାରମ୍ବାର ଜନ୍ମ ନେଉଛି କାହିଁକି, ଆଉ ସେ ଜନ୍ମ ନେବା ପରେ ଏ ଭାବନା ତା ଭିତରକୁ କାହିଁକି ଆସୁଛି। ଯେତେବେଳେ ମଣିଷ ଏ ଯେଉଁ ଖାଦ୍ୟ ପାନୀୟ, ଯେତେବେଳେ ଲୋକ ତମଗୁଣୀ ହେଇଯିବ ସେ ହିଂସକ ହେବ, ଯେତେବେଳେ ରଜଗୁଣୀ ହେବ ସେ ଈର୍ଷାଳୁ ହେବ, ଯେତେବେଳେ ସତଗୁଣୀ ହେବ ସେ ସତଗୁଣୀ ହେବା ପାଇଁ ଯେଉଁ ଯେଉଁ ମାର୍ଗ ଦରକାର ସେ ମାର୍ଗରେ ଲୋକ ଏଇଥିପାଇଁ ଯାଉନି ଯେ ସେ ଭାବୁଛି ଯେ ସେଠି ଆନନ୍ଦ ନାହିଁ। ପ୍ରକୃତରେ କ'ଣ ମାଛରେ କ'ଣ ଆନନ୍ଦ ଥାଏ କି? ଆଚ୍ଛା ଚିନ୍ତା କଲେ ଗୋଟେ ପଶୁଟେ, ସେ ପଶୁଟେ କ'ଣ, ପଶୁଟେ ତାର ମଳମୂତ୍ରରେ ସେ ଗୋଳି ଘାଣ୍ଟି ହେଉଛି, ତା ଭିତରେ ମଳମୂତ୍ର ଭର୍ତ୍ତି ହେଇକି ରହିଛି, ତାକୁ ତମେ ହତ୍ୟା କରିବ, ତାପରେ ତାକୁ ତମେ ଭକ୍ଷଣ କରିବ। ତା ଭିତରେ କେଉଁ ସ୍ୱାଦଟା କେଉଁ ଆନନ୍ଦଟା ଅଛି? ଆନନ୍ଦଟା ଗୋଟେ କଳ୍ପନା ନିଜ ଭିତରେ ଥାଏ, ଶାନ୍ତିଟା ନିଜ ଭିତରେ ଥାଏ। କିଏ କ'ଣ ଶାଗ ପଖାଳ ଖାଇକି ବହୁତ ଲୋକ ଖୁସିରେ ଅଛନ୍ତି, କିଏ କିଛି ନ ଖାଇ ମଧ୍ୟ ଖୁସିରେ ଅଛନ୍ତି। ବହୁତ ଯୋଗୀ ଋଷିମାନେ ଅଛି କିଛି ଖାଆନ୍ତିନି, ମାନେ ପବନ ଗ୍ରହଣ କରିକି ରହିଛନ୍ତି, ଖୁସିରେ ଅଛନ୍ତି, ଖାଦ୍ୟ ତାଙ୍କୁ ଦରକାର ନାହିଁ। ସେମିତି ଆମେ ଆମ ଜୀବନକୁ ଆମେ ନିଜେ ନଷ୍ଟ କରୁଛୁ, ଆମେ ନିଜେ ବାନ୍ଧି ହେଉଛୁ। ଯଦି ତୁମେ ଶିମିଳି ଗଛ କୁଣ୍ଡେଇବ, ଶିମିଳି ଗଛ ଫୁଟିବ, ତମେ ସେଗୁলো ଛାଡ଼ିଦେବ। ମୁଁ ଯେପର୍ଯ୍ୟନ୍ତ ବନ୍ଧା ହେଇକି ଅଛି ବୋଲି ଭାବୁଛି ସେ ପର୍ଯ୍ୟନ୍ତ ବାନ୍ଧି ହେଇକି ଅଛି। ମୁକ୍ତ କିଏ ହବ? ଯେ ବନ୍ଧା ହେଇଛି। ତାହେଲେ ମୁଁ ମୁକ୍ତ କେମିତି ହେବି? ନା, ମୁଁ ଯଦି ନିଜକୁ ମୁକ୍ତ ହେବା ପାଇଁ ଚାହିଁବି ତାହେଲେ ମୁଁ କେଉଁଥିରେ ବନ୍ଧା ହେଇଛି? ତାହେଲେ ନିଜେ ଖୋଜିବି ମୁଁ କେଉଁଥିରେ ବନ୍ଧା ହେଇଛି। ମୁଁ କେଉଁଥିରେ ବନ୍ଧା ହେଇଛି? ଏଇ ମାୟା ଦେହରେ ବନ୍ଧା ହେଇଛି। କେଉଁଥିରେ ଲୋଭରେ, କେଉଁଥିରେ ମୋହରେ, କେଉଁଥିରେ ଇଏରେ, କେଉଁଥିରେ ଘରରେ, କେଉଁଥିରେ ସଂସାରରେ, କେଉଁଥିରେ ଖାଦ୍ୟରେ, କେଉଁଥିରେ। ଆଉ ସବୁଠୁ ଭାରତୀୟ ଦର୍ଶନରେ ଏଇ ଯେଉଁ ଆହାର ଆଉ ମୈଥୁନ, ତା ଉପରେ ଅଙ୍କୁଶ ଲଗା ହେଇକି ରହିଛି। ଆମର ବ୍ରହ୍ମଚର୍ଯ୍ୟ ପାଳନ କରିବ। ସ୍କୁଲ ଗଲା ପିଲା ଯେତେବେଳେ ଗଲେ ସେ ବ୍ରହ୍ମଚର୍ଯ୍ୟ ପାଳନ, ତାପରେ ଗାୟତ୍ରୀ ହେଲା, ତାପରେ ମାନବସ୍ତ, ତାପରେ ଗଲା। ସେଟା ମୁକ୍ତ କରାଏ। ଖାଦ୍ୟ ମଧ୍ୟ ସେଭଳିଆ, ଯେମିତି ଅନ୍ନ ସେମିତି ମନ। ତେଣୁ ସେସବୁ ଜିନିଷରୁ ଆମେ ଯେତେବେଳେ ବିଚ୍ୟୁତ ହେଇଗଲୁ ତାହେଲେ ଦୁଃଖ ଆସିବାଟା ଆସିଲା, ଯନ୍ତ୍ରଣା ଆସିବାଟା ଆସିଲା। ଆଜି କୃଷ୍ଣ ଆମ ଭିତରେ କ'ଣ କୃଷ୍ଣ ନାହାନ୍ତି? ଆମ ଭିତରେ କୃଷ୍ଣ ଅଛନ୍ତି, ଆମ ଭିତରେ ରାମ ଅଛନ୍ତି। କିନ୍ତୁ ତାକୁ ସେଇ ରାମର ଶକ୍ତି, ଯେଉଁ କୃଷ୍ଣର ଶକ୍ତି, ତାକୁ ଆମେ ଉଜାଗର କରିପାରୁନୁ। ତାକୁ ଉଜାଗର କରିବାଟା ହେଉଛି ଏଇ ଶାସ୍ତ୍ର କର୍ମରେ ଯାହା ସବୁ ଅଛି। ସେମିତି ଭାବିଦେଲେ ହେଇଯିବନି, କହିଦେଲେ ହେଇଯିବନି। ଯଦି ଜଣେ ଲୋକ କହୁଛି
ପ୍ରାର୍ଥନା କରୁଛି, ପ୍ରଭୁ ତୁ ହେଉଛୁ ସବୁଠୁ ବଡ଼, ତୋ ଠାରୁ ଆଉ କେହି ଦୟାବାନ ନାହାନ୍ତି, ତୋ ଠାରୁ ଆଉ କେହି କିଛି ନାହାନ୍ତି, ତୁ ସବୁ, ତୋତେ ଆମେ ସମର୍ପଣ କଲୁ। ସେତିକି କହିସାରିଲା ପରେ ସେ ଯଦି କହୁଛି ମୁଁ ଏତିକି କହିସାରିଲା ପରେ ମୋତେ ମୋ ପ୍ରଭୁ କ୍ଷମା କରିଦେବେ ଏବଂ ମୁଁ ଯାହା ଇଚ୍ଛା ତାହା କରିବି, ସେଟା ସତ୍ୟ ନୁହେଁ। ତାର ଫଳାଫଳ ସେ ତାର ଆଜି ପର୍ଯ୍ୟନ୍ତ ଦେଖୁନାହାନ୍ତି, ଯିଏ ଯାହା କରିଛନ୍ତି ତାଙ୍କର ଜୀବନ ଦେଖନ୍ତୁ, ତାଙ୍କ ଶେଷ ଜୀବନ ତା ପରବର୍ତ୍ତୀ ଜୀବନ କ'ଣ ଆମେ ତ ଦେଖିନେ ଜାଣିନେ, ଖାଲି ସେଇ ଜୀବନ ଭିତରେ ସେତିକି ଦେଖନ୍ତୁ କେମିତି ତାଙ୍କର ଜୀବନ ଯାଇଛି, କେମିତି ସେ ଦୁଃଖ ପାଇଛନ୍ତି, କଷ୍ଟ ପାଇଛନ୍ତି, କ'ଣ କରିଛନ୍ତି, ତା ଖୋଲି କହିଲେ ଦରକାର ନାହିଁ। ସମସ୍ତେ ଆପଣ ଦେଖୁନାହାନ୍ତି ରାବଣ ତାର ବଂଶଶୂନ୍ୟ ହେଇଗଲା ନା, ସମ୍ପୂର୍ଣ୍ଣ ତାର ବଂଶଶୂନ୍ୟ ହେଇଗଲା ନା, ଦୁର୍ଯ୍ୟୋଧନ ସମ୍ପୂର୍ଣ୍ଣ ବଂଶଶୂନ୍ୟ ହେଇଗଲା ନା। ତେଣୁ ଯେଉଁମାନେ ଯାହା କରିଛନ୍ତି ସେ ତାର ପ୍ରତିଫଳ ଅଛି। ଯେମିତି କ୍ରିୟାର ବିପରୀତ ପ୍ରତିକ୍ରିୟା ଥାଏ, ସବୁ କ୍ରିୟାର ପ୍ରତିକ୍ରିୟା ଅଛି, ସବୁ କ୍ରିୟାର। କିନ୍ତୁ ମଣିଷ ବୁଝୁନି, ଯେତେବେଳେ ମଣିଷ ବୁଝିବ ସେତେବେଳେ ବୁଝିବ। ଏବେ ଆମକୁ ଯେଉଁମାନେ ସନାତନ ଧର୍ମୀମାନେ ଅଛନ୍ତି, ମୁଁ ତାଙ୍କୁ କହିବି କହିବା ଉଚିତ, ମାନେ କହିବା ନୁହଁ, ବୁଝିବା ଉଚିତ ଯେ ଆମେ କାହିଁକି ଏ ଅବସ୍ଥାରେ ଆସି ପହଞ୍ଚିଛୁ, ଆମେ ଆମକୁ କାହିଁକି ଚିହ୍ନିପାରିଲୁନି। ଗଙ୍ଗା ଗୋମୁଖରେ କ'ଣ ହେଇକି ଥିଲା, ପବିତ୍ର ନିର୍ମଳ ହେଇକି ଥିଲା, ଆଜି କଲିକତାରେ ପଞ୍ଚାୟତ କରିବା। ଏ ରାସ୍ତା ଆମେ ଯେଉଁ ରାସ୍ତା ଅତିକ୍ରମ ହେଇଛୁ ତା ଦେହରେ ଆମେ କ'ଣ କ'ଣ ଛାଡ଼ିକି ଆସିଛୁ, କ'ଣ କ'ଣ ହରେଇକି ଆସିଛୁ। ଜୀବନ ତ ଆମେ ସବୁ ହରେଇବୁ। ମଣିଷ ଜନ୍ମ ହେଲା ଠାରୁ ତା ବାପାକୁ ହରେଇବ, ତା ମାଆକୁ ହରେଇବ, ତାର ସମ୍ପତ୍ତି ହରେଇବ, ଗଲାବେଳକୁ ସବୁ ହରେଇକି ଯିବ। ପୁଅକୁ ହରେଇବ, ବୋହୂକୁ ହରେଇବ, ଯାହା ଅଛି ନେଇକି କିଛି ଯିବାର ନାହିଁ। ସେ କିଛି ପାଇନି, କିଛି ପାଇନି, ସେ କେବଳ ଦୁଃଖ ପାଇଛି। ଆଉ ସୁଖ ବୋଲି ଭାବିକି ଯାହାକୁ ପାଇଛି ସେ ଦୁଃଖର ହେଉଛି ମଞ୍ଜି, ଦୁଃଖର ହେଉଛି କାରଣ, ଆଉ ଅନନ୍ତ ଦୁଃଖର ସେ ହେଉଛି ବୀଜ। ଆଗ ଜନ୍ମ 84 ଲକ୍ଷ ଜନି ସେ ଭ୍ରମଣ କରିବ। ଆଜି ଜଣଙ୍କ ମାଂସ ଖାଇବା ପାଇଁ ତାକୁ ଇଚ୍ଛା ହେଉଛି, ଆଉ ଜନ୍ମ ମାଂସ ଖାଇବା ପାଇଁ ଆସିବ, ଜନ୍ମ ହେବ। ତେଣୁ ପ୍ରଥମ କଥା ହେଉଛି ଆତ୍ମଚିନ୍ତନ, ଆତ୍ମମନ୍ଥନ ଆବଶ୍ୟକ। ଆଉ ସବୁଠୁ ଭାବିବାର ଅଛି ଆମେ କାହିଁକି ଆଜି ଏମିତି ହେଇଗଲୁ, ଯେହେତୁ ଆମ ପରିବେଶ ଆମକୁ ଏମିତି କରିଲା। ସେଥିପାଇଁ ଶାସ୍ତ୍ରରେ ମନା କରାଯାଇଛି, ଦୁର୍ଜନ ସଙ୍ଗେ କଲେ ବାସ, ନିଶ୍ଚୟ ଘଟିବ ସର୍ବନାଶ। ତମେ କାହା ସାଙ୍ଗରେ ମିଶୁଛ, କାହା ସାଙ୍ଗରେ ମିଶୁଛ। ତେଣୁ ଆମ ଉପରେ ଯେଉଁ ବହି ଆକ୍ରମଣ ହେଲା, ବାହାର ଲୋକ ଆସିଲେ, ସେମାନଙ୍କୁ ଆମେ ଫଲୋ କରିଗଲୁ ବହୁତ। ଠିକ୍ ଅଛି, ସେମାନେ ତାଙ୍କର କଲେ, ସେମାନେ କରିକି କରିଛନ୍ତି କ'ଣ, ପ୍ରକୃତରେ କ'ଣ, କେଉଁ ସୁଖରେ ଅଛନ୍ତି, କେଉଁ ଆନନ୍ଦରେ ଅଛନ୍ତି, ସେଇ କଥା ଆମେ ବିଚାର କଲୁ ନାହିଁ। ଆଜି ସେ ଗୋଟେ କୋଶ୍ଚିନ୍ ମୋ ମନକୁ ଆସୁଛି, ଆମେ ଆମର କିଛି ଗୋଟେ କଲେ ଆମେ ଠାକୁରଙ୍କୁ ଯାଇ ଡାକୁଛେ, ଠାକୁରଙ୍କ ପାଖକୁ ଯାଉଛେ, ମନ୍ଦିର ଯାଉଛେ। ଯେତେବେଳେ ରାମ କୃଷ୍ଣ ପିଲା ଛୋଟ ଥିଲେ, ସେମାନଙ୍କୁ କେଉଁ ଠାକୁରଙ୍କୁ ସେମାନେ ପୂଜା କରୁଥିଲେ ନା ତାଙ୍କୁ, ସିଏ ବି ଆମର ମାନବ ଲୀଳା କରିକି ଆସିଛନ୍ତି, ତାଙ୍କ ସମୟରେ ତ ସେମିତି ଠାକୁର ମନ୍ଦିର ଥିଲା ନା କେମିତି ଥିଲା କିଛି? ବେଦ ଅନୁସାରେ ସେମିତି ଯେଉଁ ଦେବତା ପୂଜନ, ଠାକୁର ପୂଜନ, ଏସବୁ ଏମିତି ମୂର୍ତ୍ତି ମନ୍ଦିର ଭିତରେ ସୀମିତ ନୁହଁ। ସେମାନେ ସବୁ ବେଦ ପାଠ କରିଥିଲେ। ବେଦର ମୂଳ ତତ୍ତ୍ୱ ହେଉଛି ଯଜ୍ଞ। ଯଜ୍ଞ ଯେଉଁ ଦେବମାନଙ୍କୁ ଆମନ୍ତ୍ରଣ କରାଯାଏ, ସେମାନେ ଆସନ୍ତି ଏବଂ ସେସବୁ ଜିନିଷ ଦେବତାମାନେ ଯିଏ ତୁମକୁ ସାଧାରଣ ଜୀବନ ଭିତରେ, ଏ ସଂସାର ଭିତରେ ତୁମକୁ ଯେଉଁଟା କରେ ଏବଂ ତୁମ ମୁକ୍ତି ପାଇଁ ବାଟ ସହଜ କରିଦିଏ। କୃଷ୍ଣ, ରାମ ଏମାନେ ସବୁ ସେଇଭଳିଆ କରିଥିଲେ।
ଆମେ କିନ୍ତୁ କ'ଣ କଲୁ ନା ନିର୍ଗୁଣ, ଆମର ହେଉଛି ନିର୍ଗୁଣ ଉପାସନା, ନିରାକାର ଉପାସନା, ଅହମ୍ ବ୍ରହ୍ମ। ଆମେ ବ୍ରହ୍ମର ଉପାସନା କରିବା କଥା, ବ୍ରହ୍ମକୁ ବୁଝିବା କଥା। ସବୁ ବ୍ରହ୍ମାଣ୍ଡ, କୋଟି କୋଟି ବ୍ରହ୍ମାଣ୍ଡ, ସବୁ ବ୍ରହ୍ମାଣ୍ଡ, ସେ ହେଉଛି ହିରଣ୍ୟଗର୍ଭ। ହିରଣ୍ୟଗର୍ଭ ଭିତରେ ଆମେ ସବୁ ଅଛୁ। ଯେମିତି ମାତୃଗର୍ଭ ଭିତରେ ଛୁଆଟିଏ ରହୁଛି ଏବଂ ସିଏ ତା ଭିତରେ କଷ୍ଟ ପାଉଛି, ସେ ତା ଦେହରୁ ବାହାରିଯିବା ପାଇଁ ସେ ମୁକ୍ତ ହେଉଛି। ସେମିତି ସିଏ ଆମେ ଯେଉଁ ହିରଣ୍ୟଗର୍ଭ ଭିତରେ ଅଛୁ, ହିରଣ୍ୟଗର୍ଭ ବାହାରକୁ ଆଉ କେହି ଯାଇପାରିବେନି, ତାର ତ କୋଟି କୋଟି ବ୍ରହ୍ମାଣ୍ଡ ବୁଲୁଛି, ତା ବାହାରକୁ କେମିତି ଯିବୁ? କିନ୍ତୁ ତା ଭିତରୁ ଆମେ ବାହାରି ଯିବୁ ମାନେ ସେ ହିରଣ୍ୟଗର୍ଭ ଭିତରେ ଆମେ ମିଶିବୁ। ଆମେ ହିରଣ୍ୟଗର୍ଭ ନିଜେ, ଆମେ ପରମ ବ୍ରହ୍ମ ସ୍ୱରୂପ ଯିବ, ସେ ପରମ ଭିତରେ ମାନେ ବିଲୀନ ହେଇଯିବ। ବିଲୀନ ହେଲେ ତ ସିଏ ପରମାନନ୍ଦ, ସେ ନିଜେ ପରମାନନ୍ଦ, ତେଣୁ ପରମାନନ୍ଦ ହେଇଯିବ। ଏ ଜିନିଷଟା ହେଉଛି ଆମର ଭାରତୀୟ ଦର୍ଶନ। ଆଉ ଭାରତୀୟ ଦର୍ଶନ ଭିତରେ ସବୁଠୁ ହେଉଛି ଯେ ମଣିଷ ସଚେତ ଆନନ୍ଦ, ମାନେ ତାର ହେଉଛି ଯେ ଆନନ୍ଦ ଅଖଣ୍ଡ ଅଭୟ ଆନନ୍ଦ। ଆମର ଜୀବନଟା ହେଉଛି ସବୁବେଳେ ଭୟ ଭିତରେ, ସବୁବେଳେ ଆମେ ଭୟରେ ଅଛୁ। କେତେବେଳେ ରୋଗ ଭୟରେ, କେତେବେଳେ ଶୋକ ଭୟରେ, କେତେବେଳେ ଦୁଃଖ ଭୟରେ, କେତେବେଳେ ପୁତ୍ର ଭୟରେ, କେତେବେଳେ କନ୍ୟା ଭୟରେ, କେତେବେଳେ ଆକ୍ସିଡେଣ୍ଟ ଭୟରେ, କେତେବେଳେ ଆଉ କ'ଣ ଭୟରେ, ଖାଲି ଭୟ 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 ଭିତରେ ଆମେ ଅଛୁ। ଭୟ ବିହୀନ ହେଇଯିବାଟା ସବୁଠୁ ବଡ଼ କଥା। ଭୟ ବିହୀନ କେତେବେଳେ ହେବ? ଯେତେବେଳେ ପରମ ହେଇଯିବ, ସେତେବେଳେ ଭୟ ବିହୀନ ହେବ। ଆଉ ଆମର ଯେତେବେଳେ ନିର୍ଗୁଣକୁ ଛାଡ଼ିଦେଲୁ, ଯେତେବେଳେ ସଗୁଣର ପୂଜା ଅର୍ଚ୍ଚନା କଲୁ, ଆମେ ଯେତେବେଳେ ନିର୍ବିକଳ୍ପ ସମାଧିରେ ବସୁଥିଲୁ, ଭଗବତ ଚିନ୍ତା କରୁଥିଲୁ, ତାକୁ ଛାଡ଼ିଦେଲୁ, ସେତେବେଳେ କ'ଣ ହେଲା ନା କେବଳ ଆସି କର୍ମକାଣ୍ଡ ଭିତରେ ଆମେ ରହିଗଲୁ। ଯେତେବେଳେ ଆମେ କର୍ମକାଣ୍ଡ ଭିତରେ ରହିଗଲୁ, ସେତେବେଳେ ଆଉ ସବୁ କିଛି ଫଳପ୍ରଦ ହେଲା ନାହିଁ। କର୍ମକାଣ୍ଡ ଭିତରେ ରହିଗଲା ପରେ ପ୍ରକୃତ ଯେଉଁ ଆନନ୍ଦ, ପ୍ରକୃତ ସତ୍ୟ, ପ୍ରକୃତ ଯେଉଁ ଭଗବତ ପ୍ରାପ୍ତି, ତାର ହେଲା ନାହିଁ। ଆମେ ଖାଲି କ'ଣ ହେଲା ସାମୟିକ ସ୍ୱାର୍ଥ ପାଇଁ, ସାମୟିକ ଖୁସି ପାଇଁ, ସାମୟିକ ଆନନ୍ଦ ପାଇଁ ଲାଗିଯିବ। କିଏ ଟିକେ କର୍ମକାଣ୍ଡ କଲା, ଯେ କ'ଣ ଟିକେ କାହାକୁ ଇଏ କଲା, ଯାଚନା କଲା ଯେ ମୋତେ ଏଇଟା ମିଳିଯାଉ, ସେଇଟା ମିଳିଯାଉ, ସେଥିରେ ପ୍ରକୃତ ମିଳେନି। ସେଟା ବି ସତ୍ୟ ନୁହଁ, କେବଳ ସେଟା ମନୋବୋଧ। ଏହା ହେଉଛି ସତ କଥା। ଆମେ ଗୋଟେ ପୂଜା କରୁ, ସରସ୍ୱତୀଙ୍କ ପୂଜା କରୁ, ଥରେ ସରସ୍ୱତୀଙ୍କ ପୂଜା କରୁ। ସରସ୍ୱତୀ କ'ଣ ଆମେ ମାନେ ଭାବୁ ସିଏ ହେଉଛନ୍ତି ଜ୍ଞାନଦାତ୍ରୀ, ବିଦ୍ୟାଦାତ୍ରୀ, ତାଙ୍କୁ ପୂଜା କରୁ। ଠିକ୍ ଅଛି। ସରସ୍ୱତୀ ଯେଉଁ ଆମେ କହୁଛୁ ଶ୍ରୀପଞ୍ଚମୀ, ଶ୍ରୀପଞ୍ଚମୀ କ'ଣ? ଶ୍ରୀ ତ ହେଲେ ଲକ୍ଷ୍ମୀ, ପଞ୍ଚମୀ ଶ୍ରୀ ତିଥି, ପଞ୍ଚମୀ ତିଥି, ଶ୍ରୀ ତ ହେଲା ଲକ୍ଷ୍ମୀ, ଲକ୍ଷ୍ମୀଙ୍କର ତିଥିରେ ସରସ୍ୱତୀ ଆସିଲେ କ'ଣ? ତେଣୁ ଶ୍ରୀ ହେଉଛନ୍ତି ଲକ୍ଷ୍ମୀ। ଶ୍ରୀପଞ୍ଚମୀ ମାନେ ସେଟା ପ୍ରକୃତ ଲକ୍ଷ୍ମୀଙ୍କର ପୂଜା। ଲକ୍ଷ୍ମୀଙ୍କର ଯେତେବେଳେ ପୂଜା ହୁଏ, ସେତେବେଳେ ମାନେ ଜ୍ଞାନ ନଥିଲେ ଧନ ଆସିବନି, ସମ୍ପତ୍ତି ଆସିବନି, ଅର୍ଥ ଆସିବନି। ତା ପାଇଁ ଜ୍ଞାନ ଦରକାର, ତା ପାଇଁ ବୁଦ୍ଧି ଦରକାର, ତା ପାଇଁ ଶିକ୍ଷା। ଯେତେବେଳେ ଜଣେ ଲକ୍ଷ୍ମୀଙ୍କର ପୂଜା କରୁଛି, ତା ପାଇଁ ସ୍ୱତଃ ହିଁ ଜ୍ଞାନ ଆସିବ। ତେଣୁ ଆମର ଶାସ୍ତ୍ର ମତରେ ଲକ୍ଷ୍ମୀ ହେଉଛନ୍ତି ଯେ ଆମ ଭିତରେ ଥିବା ଏ ଯେଉଁ ମାନେ ବିନ୍ଦୁ ବିନ୍ଦୁ ଆତ୍ମସତ୍ତା, ପ୍ରାଣସତ୍ତା, ବିନ୍ଦୁ ବିନ୍ଦୁ ପ୍ରାଣସତ୍ତା, ମାନେ ବ୍ୟଷ୍ଟିଗତ ଜୀବନ। ଯେତେବେଳେ ସେ ସମଷ୍ଟିଗତ ଜୀବନକୁ ଉତ୍ତୀର୍ଣ୍ଣ ହୋଇଯିବ,
ସେତେବେଳେ କ'ଣ ହେବ ନା ମଣିଷ କ'ଣ ହେବ କର୍ମଜ୍ଞାନୀ ହେଇଯିବ, ତାର ଆତ୍ମଜ୍ଞାନ ହେବ, ଆତ୍ମଜ୍ଞାନ ତାର ମୁକ୍ତ ହେବ। ତେଣୁ ସବୁ ଜିନିଷରେ ଆମର ଅଛି ସରସ୍ୱତୀ ଯେଉଁ ପଞ୍ଚମୀ, ଏଇଟା ହେଉଛି କ'ଣ ନା ପାଞ୍ଚ ମନ, ପାଞ୍ଚ ମନ। ଏଇ ପାଞ୍ଚ ମନ ଯେତେବେଳେ ଜଣଙ୍କର ଗୋଟିଏ ମନ ହୋଇଯିବ, ସ୍ଥିର ହୋଇଯିବ, ସେତେବେଳେ ତା ପାଖକୁ ସବୁ ଆସିବ। ନହେଲେ ଗୋଟେ ମନ ଅସ୍ଥିର ହୋଇଥିବ, ଆଉ ଗୋଟେ ମନ କ'ଣ ହେଉଥିବ, ସେ ସବୁ ମନ ଗୋଟେ ଜାଗାରେ ସ୍ଥିର ଏକାକାର। ଯେତେବେଳେ ମାନେ ବ୍ୟଷ୍ଟିଗତ ପ୍ରାଣ ସମଷ୍ଟିଗତ ପ୍ରାଣରେ ରୂପାନ୍ତରିତ ହୋଇଯିବ, ସେତେବେଳେ ସରସ୍ୱତୀ ପୂଜା ସଫଳ ହେବ। ମୋର କହିବାର ଉଦ୍ଦେଶ୍ୟ ହେଉଛି ଯେ ଆମର ସବୁ ବିଧିବିଧାନ ଭିତରେ କିଛି ତତ୍ତ୍ୱ ଲୁଚିକି ରହିଛି, କିଛି କିଛି ତତ୍ତ୍ୱ ଲୁଚିକି ରହିଛି। ବେଳେବେଳେ ଆମେ ଦେଖିବା, ଧର କୃଷ୍ଣ ଥିଲେ, ରାମ ଥିଲେ, ଆମେ ତାଙ୍କୁ ଅସ୍ୱୀକାର କରିବାନି। ପଞ୍ଚୁ ପାଣ୍ଡବ ଥିଲେ, ତାଙ୍କୁ ଅସ୍ୱୀକାର କରିବାନି। ଦ୍ରୌପଦୀ ଥିଲେ, ତାଙ୍କୁ ଅସ୍ୱୀକାର କରିବାନି। ମହାଭାରତ ଯୁଦ୍ଧ ହୋଇଥିଲା, ତାକୁ ଅସ୍ୱୀକାର କରିବାନି। କିନ୍ତୁ ଏବେ ତ ମହାଭାରତ ଯୁଦ୍ଧ ହେଉନି ନା, ଏବେ ତ କୃଷ୍ଣ ନାହାନ୍ତି ନା, ଦ୍ରୌପଦୀ ନାହାନ୍ତି, କି ପଞ୍ଚପାଣ୍ଡବ ନାହାନ୍ତି ନା। ଏବେ ସମସ୍ୟା କ'ଣ ହେଉଛି ନା, ସେ ଆମର ଆଦର୍ଶ, କିନ୍ତୁ ବହୁତ କହୁଛନ୍ତି ଯଦି ମାନେ ପାଣ୍ଡବ ପଞ୍ଚାଳି ଯଦି ଦ୍ରୌପଦୀ 5 ଜଣ ସ୍ୱାମୀକି ବାହା ହେଇପାରିଲା, ତାହେଲେ ଆଜି କାହିଁ ଜଣେ ବାହା ହେଇପାରିବନି? କାହିଁ ବାହା ହେଇପାରିବ ଆଜି? ସେତେବେଳର ସମୟ, ସେତେବେଳେ ସେ ଯୁଗରେ ସେ ମାତ୍ର ଗୋଟେ ଲୋକ ଥିଲା ଯେ ମାନେ 5 ଭାଇକି ବାହା ହେଇଥିଲା। ଆଉ ସେ ଯୁଗରେ କେହି ଜଣେ ହେଲେ ବାହା ହେଇନାହାନ୍ତି, ଜଣେ ସ୍ତ୍ରୀ କେହି ଜଣେ। ସେ ଜଣେ ମାତ୍ର ସ୍ତ୍ରୀ ଥିଲା ଯେ ଯଜ୍ଞକୁଣ୍ଡରୁ ଉତ୍ପନ୍ନ ହେଇଥିଲା। ସେ ଏକମାତ୍ର ସ୍ତ୍ରୀ ଥିଲା ଯିଏ 5 ଭାଇକି ବାହା ହେଇଥିଲା। 5 ଭାଇ କିଏ ନା ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ। ଯୁଧିଷ୍ଠିର କିଏ? ଧର୍ମପୁତ୍ର। ଆଚ୍ଛା, ତାପରେ ଅର୍ଜୁନ କିଏ? ଇନ୍ଦ୍ରଙ୍କ ପୁତ୍ର। ଭୀଷ୍ମ କିଏ? ପବନଙ୍କ ପୁତ୍ର, ଭୀମ। ଆଉ ନକୁଳ, ସହଦେବ। ଯଦି ଦେଖିବା ଆମର ହେଲା ପଞ୍ଚଭୂତ। ପଞ୍ଚଭୂତ କିଏ? ପଞ୍ଚଭୂତ କ'ଣ? ଜଳ, ବାୟୁ, ଅଗ୍ନି, ତାପରେ ପୃଥିବୀ, ତାପରେ ଆକାଶ। এই ପଞ୍ଚଭୂତ। ଆଚ୍ଛା, ଆମର ଇନ୍ଦ୍ରଙ୍କ ପୁଅ ହେଲେ କିଏ? ଅର୍ଜୁନ। ସିଏ ହେଲେ କ'ଣ ମାନେ ଜଳ। ପବନ ପୁଅ ହେଲେ ଭୀମ, ସିଏ ହେଲେ ପବନ। ତାପରେ ଯୁଧିଷ୍ଠିର ହେଲେ ଆକାଶ। ସିଏ ହେଲେ କାହାର? ଧର୍ମଦେବଙ୍କର ହେଲା। ତାପରେ ସହଦେବ, ସର୍ବଂ ସହାତୁ ସର୍ବପୀଡ଼ାରେ ଅବିଚଳ ପୃଥିବୀ, ସବୁ ସହନ କରୁଛି, ସେ ହେଲେ ପୃଥିବୀଦତ୍ତ। ଆଉ ନକୁଳ, ନକୁଳ ତ ତାଙ୍କର କୂଳ ନାହିଁ, ଗୋତ୍ର ନାହିଁ, କିଛି ନାହିଁ। ତେଣୁ ଆମେ ଯଦି ଦେଖିବା, ଇଏ ଦ୍ରୌପଦୀଙ୍କର ଇଏ ହେଉଛନ୍ତି ସ୍ୱାମୀ। ତେଣୁ ଏ ଦେହର ସ୍ୱାମୀ ତ ଏଇ ପଞ୍ଚଭୂତ। ତେଣୁ ଆମେ ଯଦି ଦେଖିବୁ, ଆ ଭିତରେ ଆମେ ଯଦି ବିଚାର କରିବୁ, ତାହେଲେ ଇଏ ବି କିଛି ମିଥ୍ୟା ନୁହଁ। ସେତେବେଳେ ହେଇଥାଇପାରେ, ସେମିତି ବି ହେଇଥାଇପାରେ। ସେମାନେ ଜନ୍ମ ହେଉଛନ୍ତି, ସେ ଆମେ ତାକୁ ଅସ୍ୱୀକାର କରୁ, କିନ୍ତୁ ଆମେ ମଧ୍ୟ ବିଚାର କରିପାରିବୁ, ବୁଝିପାରୁ। ସେମିତି ଆମ ଭିତରେ ନକୁଳ, ଆମ ଭିତରେ ସହଦେବ, ଆମ ଭିତରେ ଯୁଧିଷ୍ଠିର, ଆମ ଭିତରେ ଭୀମ ଅଛନ୍ତି, ଆମ ଭିତରେ ମଧ୍ୟ ଦ୍ରୌପଦୀ ଅଛି। ତେଣୁ ସବୁବେଳେ ଆମର ସନାତନ ଧର୍ମ ଭିତରେ ସବୁବେଳେ ଗୋଟେ ତତ୍ତ୍ୱଟି ଥାଏ। ଯେମିତି
ଦେହ ଭିତରେ ଆତ୍ମାଟିଏ ଅଛି, ସେମିତି ଧର୍ମ ଭିତରେ ତତ୍ତ୍ୱଟିଏ ଅଛି। ସବୁ କାହାଣୀ ଭିତରେ ଗୋଟେ ଆତ୍ମାଟିଏ ଅଛି, ତତ୍ତ୍ୱଟିଏ ଅଛି। ହେଲେ ଗୋଟେ ଜିନିଷ ଦେଖନ୍ତୁ, ଆମର ଧର ଆମ ବିଷ୍ଣୁ, ତାଙ୍କ ଗାଁରେ ଗୋଟେ ଅଛି ଶଙ୍ଖ, ଗୋଟେ ଅଛି ଚକ୍ର, ଗୋଟେ ଅଛି ଗଦା, ଗୋଟେ ଅଛି ପଦ୍ମ। ଚାରିଟା ଜିନିଷ ଅଛି, ଚାରିଟା ହାତ ଅଛି, ଚାରିଟା ହାତ ଅଛି। ଏ ଚାରିଟା ହାତ କ'ଣ? ଏ ଚାରିଟା ଯେଉଁ ଶଙ୍ଖ ଚକ୍ର ଗଦା ପଦ୍ମ, ଶଙ୍ଖ ହେଉଛି ଧ୍ୱନି, ସୃଷ୍ଟି, ଧ୍ୱନିର ପ୍ରତୀକ। ଧ୍ୱନିର ପ୍ରତୀକ। ଏ ସୃଷ୍ଟିଟା ଧ୍ୱନିରୁ ହେଇଛି, ଓଙ୍କାରରୁ ତିଆରି ହେଇଛି। ଯେଉଁ ଆକାଶ ମଣ୍ଡଳ ଏଇ ଯେଉଁ ଯାହା ଦେଖୁଛି ଧ୍ୱନିରୁ ତିଆରି ହେଇଛି। ଗୋଟେ ତାର ଯେଉଁ ଶଙ୍ଖ କଥା କହୁଛି, ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା, ଏପଟେ କୌରବ ରହିଲେ, ସେପଟେ ପାଣ୍ଡବ ରହିଲେ, ଯୁଦ୍ଧ ଆରମ୍ଭ ହେଉଛି। ଏଇ ସମୟରେ ଧୃଷ୍ଟଦ୍ୟୁମ୍ନ କ'ଣ କଲେ ନା ଶଙ୍ଖନାଦ କରୁଥିଲେ। କରିଦେଲା ମାନେ ସାଙ୍ଗେ ସାଙ୍ଗେ ଚକିତ ହେଇଗଲେ ସମସ୍ତେ। ଚକିତ ହେଇଗଲେ ଏମିତି ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଗଲେ। ପ୍ରସ୍ତୁତ ହେଲା ପରେ ସବୁ ଭୀଷ୍ମ ତାଙ୍କ ଶଙ୍ଖ ବଜାଇଲେ, ତାପରେ ଅନ୍ୟମାନେ ଦୁର୍ଯ୍ୟୋଧନ ତା ଶଙ୍ଖ ବଜାଇଲା, ତାପରେ ଦ୍ରୋଣାଚାର୍ଯ୍ୟ ସମସ୍ତେ। ଗୋଟିଏ ଧ୍ୱନି ସାଙ୍ଗେ ସାଙ୍ଗେ ହଜାର ହଜାର ଲୋକ, ଲକ୍ଷ ଲକ୍ଷ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କରିଦେଲା। ଧ୍ୱନିର ଶକ୍ତି କେତେ! ତେଣୁ ଯେତେବେଳେ ଆମେ କଥା ହେଉଛେ କି ଯେତେବେଳେ ଗୋଟେ ଶବ୍ଦଟି ଆସୁଛି, ତାହେଲେ ସେ କେତେ ଶକ୍ତିଶାଳୀ ଜିନିଷ ଅଛି, କେତେ ମାନେ ଶକ୍ତି। ମୁଁ ଭାବୁଛି ପରାଣ ବାବୁଙ୍କୁ ମଧ୍ୟ ତା ଭିତରେ କିଛି ନୁହେଁ। ମହାଭାରତ ଯୁଦ୍ଧ ହେଇଗଲା ନା, ଅନ୍ଧ ପୁଅ ଅନ୍ଧ ବୋଲି ଖାଲି କହିଲା ବୋଲି ଦ୍ରୌପଦୀ, ଏଇ ଶବ୍ଦଟାରେ ତ ଯୁଦ୍ଧ ହେଇଗଲା। ଚକ୍ର, ଚକ୍ରଟା କ'ଣ? ଚକ୍ରଟା ହେଉଛି ଚକ୍ର ହେଉଛି ଗୋଟେ ଜିନିଷ, ହେଉଛି ସେ କାଠି। ଆଉ ଯେଉଁ କାଳ ଚକ୍ର, ସମୟର ଚକ୍ର। ତାପରେ ଆମର ଗୋଟେ ଚକ୍ର ଅଛି, ଆମେ କହୁ ଚକ୍ର, ମାନେ ଯେଉଁ ଚକ୍ର ଭେଦ, ଷଡ଼ଚକ୍ର ଭେଦ, ସିଏ ସବୁ ଗୋଟେ ଗୋଟେ ଚକ୍ର। ଚକ୍ର ଆମର ହେଉଛି ପରମାର୍ଥିକ ଜୀବନକୁ ପରିଚାଳିତ କରିବା ପାଇଁ। ସେ ହେଉଛି ଗୋଟେ କ'ଣ ସିମ୍ବଲ, ଯେଉଁଟା କହୁଛି କ'ଣ କହିଲେ ଆମର କ'ଣ ହେଉଛି ମାନେ ପରମାର୍ଥିକ ଜୀବନକୁ ଆମର କ'ଣ କରିବା, ମାନେ ଚିହ୍ନେଇ ଦେବା ପାଇଁ, ଜଣେଇ ଦେବା ପାଇଁ ସେଗୁଟା ହେଉଛି ଆମର ସୂଚକ। ଗଦା, ଗଦା କ'ଣ? ଗଦା ଗୋଟେ ଆମେ ଜାଣିଛୁ, ଗୋଟେ ବୁଝୁନି ଆମେ ସେଠି ଗୋଟେ ଗଡ଼ ହେଉଛି ସେ ଯିଏ ଗମନ କରେ, ଖଗ ମାନେ ଆକାଶରେ ଯିଏ ଗମନ କରେ। ତାହେଲେ ଯେ ଓଜନକୁ ଗତିଶୀଳ କରାଏ, କଥାଟା ହେଉଛି ଗତିଶୀଳ କରାଏ। ମଣିଷକୁ ଗତିଶୀଳ କରିବ, ଜୀବନକୁ ଗତିଶୀଳ କରିବ, ଓଜନ ସହିତ ସବୁ ବୋଝ ନେଇକି ଯିଏ ଗତିଶୀଳ ହେବ। ସେ ଯେଉଁ ବୋଝ ହଉ, ସେ ଆଧ୍ୟାତ୍ମିକ ବୋଝ ହଉ, ପରମାର୍ଥିକ ବୋଝ ହଉ, ତମ ସଂସାରକୁ ଆଇଛ ମାନେ ତମ ଉପରେ ବୋଝ ଅଛି। ପଦ୍ମ, ପଦ୍ମଟା ହେଉଛି ସବୁଠି ଗୋଟେ, ପଦ୍ମ ହେଉଛି ଗୋଟେ ସୌନ୍ଦର୍ଯ୍ୟର ପ୍ରତୀକ। ଆମର ହେଉଛି ସବୁ ଷଡ଼ଚକ୍ର ଭେଦରେ ପଦ୍ମ, ସହସ୍ରା। ସେଠି ଆମର ସରସ୍ୱତୀ ଥାନ୍ତି ପଦ୍ମରେ, ଯିଏ ସରସ୍ୱତୀ ପୂଜା କଲା ସେଇ ସହସ୍ରା, ଯିଏ ଲକ୍ଷ୍ମୀ ପୂଜା କଲା ସେଇ ସହସ୍ରା, ଯିଏ ବିଷ୍ଣୁ ପୂଜା କଲା ସେଇ ସହସ୍ରା, ଯିଏ କିଛି ନ କରିକି ନିରାକାର ପୂଜା କଲା ସେଇ ସହସ୍ରା, ସେଇ ପଦ୍ମ। ତା ଦେହରେ ସେ ତାର ଜ୍ୟୋତି ଦର୍ଶନ କଲା। ତେଣୁ ପ୍ରତୀକ ଭାବରେ ବିଷ୍ଣୁ ଆଉ ଭଗବାନ ହେଉଛନ୍ତି ଏ କ୍ରିୟାର ସବୁ ସୂଚକ। ତେଣୁ ଆମକୁ କ'ଣ କରିବାକୁ, ଆମର ମୋର ମନେ ହେଉଛି, ଆମେ ଗୋଟେ ଏବେ ମନେ ପଡ଼ିଲା,
ମୋ କଥା ଗୋଟେ ମନେ ପଡ଼ିଲା ଏବେ ଗୋଟେ କାହାଣୀ ଯେଉଁ ପିଲାଦିନର କାହାଣୀ ଶୁଣିଥିବେ ଯେଉଁ ନଥିଲେ କି ଯେଉଁ ଆଣ୍ଠିଏ ପାଣିରେ ହେଲିଲୋ ବାପା ପଦକୁ ବୁଝି ବୁଝି ଯାଉଛି ଯେମିତି କ'ଣ ସେ କାହାଣୀଟା କାହିଁକିନା ମୋର ଭଲ କି ମନେ ପଡ଼ୁନି ମାନେ ପିଲାଦିନର କଥା ଇଏ କରିଥିଲେ ସେ କ'ଣ ହେଇଥିବ ନା ସାଧବଟିଏ ବୋଧେ ଥିବ ସାଧବୀ ଗୋଟେ ଧନିକ ଲୋକଟିଏ ଥିବ ତାର ସନ୍ତାନ ସନ୍ତତି କିଛି ହେଉନଥିବେ ସେ କିଛି ଦିନ ପୂଜା ପାଠ କଲା ପରେ ତାର ପତ୍ନୀଟି କ'ଣ ହେଇଥିବ ନା ଗର୍ଭବତୀ ହେଇଥିବ ସେ ଗୋଟେ ଇଚ୍ଛା କରୁଥିବ କ'ଣ ଗୋଟେ ଖାଇବା ପାଇଁ ତାପରେ ସେଦିନ ଇଚ୍ଛା କରିବ ଯେ ଯାଇକିରି ସେ ଯେଉଁ ପଦ୍ମ ଫୁଲର ଗୋଟେ ନାଡ଼ ଥାଏ ତାକୁ କ'ଣ ତରକାରୀ କରନ୍ତି କ'ଣ ଖାଆନ୍ତି ଗୋଟେ ମୁଁ ଯାହା ଶୁଣିଛି ଆଉ ସେଇ ନାଡ଼ ଆଣିକିରି କରିବା ପାଇଁ ତାକୁ ଗୋଟେ କ'ଣ ନାରଙ୍ଗ ନା କ'ଣ ଗୋଟେ କ'ଣ କହନ୍ତି ହେଲା ସିଏ ତାଙ୍କୁ କହିବ ଯେ ତୁମେ ସେଇଟା ଟିକେ ଆଣ ଆଜିକି ସେଇଟାକୁ ଖାଇବା ପାଇଁ ମୋର ଗୋଟେ କାହିଁ ଇଚ୍ଛା ହେଉଛି ବେଳେବେଳେ ସବୁ ଅଦ୍ଭୁତ ଜିନିଷ ଖାଇବା ପାଇଁ ମାନେ ମାନେ ସ୍ତ୍ରୀ ଲୋକମାନେ ଇଚ୍ଛା କରନ୍ତି ଯେତେବେଳେ ଗର୍ଭବତୀ ଥାନ୍ତି ସିଏ ଗଲେ ଗଲାବେଳକୁ ସେ ନଦୀ କୂଳରେ ଯାଇ ପହଞ୍ଚିଲେ ପହଞ୍ଚିକି ଦେଖିଲା ବେଳକୁ ନଦୀକି ପୁଷ୍କରିଣୀ ପୁଷ୍କରିଣୀଟେ ଅଛି ହ୍ରଦଟେ ଅଛି ସେଠି ପଦ ତଳିବାକୁ ଯାଉଛନ୍ତି ଦେଖିଲା ଗୋଟେ କୁମ୍ଭୀର ଆସିଲା କୁମ୍ଭୀର ଆସିକିରି ତାଙ୍କୁ ମାଡ଼ି ବସିଲା ପରେ କହିଲା ଯେ ମୁଁ ଆସିଛି ପତ୍ନୀକି ଦେବା ପାଇଁ ଏମିତି ସେ ଭାରି ଦୁର୍ବଳ ଅବସ୍ଥାରେ ଅଛି ସେଟା ମୋତେ ଛାଡ଼ିଦେବି ଆଉ ଠିକ୍ ଅଛି ଛାଡ଼ିଦେବି ଯେ ଗୋଟେ କଣ୍ଡିସନରେ ଛାଡ଼ିଦେବି ତୋର ଯଦି ପୁଅ ହବ ମୋର ଝିଅ ହବ ଝିଅ ହବ ମୋର ପୁଅ ହବ ତୋର ନାଇଁ ଝିଅ ଯଦି ହବ ମୋର ପୁଅ ହବ ତୋର ଏଇ କଣ୍ଡିସନରେ ଆଉ ଠିକ୍ ଅଛି କହିଲେ ପଳେଇ ଆସିଲା ତାର ଝିଅଟି ହେଲା ଝିଅଟା ହେଲା ତାକୁ ସବୁ କିଛି ଦିନ ପରେ 15-16 ବର୍ଷ ହେଲା ପରେ ତାକୁ ଆଣିଛି ଆଣିକି ଦେଖିଲା ବେଳକୁ ସେଠି ସେ ହଁ 16 ବର୍ଷ ପରେ ସେ ମନେ ପକେଇଲା କହିଲା ସତ୍ୟ ତ ମାନେ ଆଦରୁ ଆମର ଶିଖିବା କଥା ଯେ ଜଣେ ଯାହା ବି ହଉ ଯେତେ ବିପଦ ପଡ଼ୁ ଜଣେ ସତ୍ୟବାନ ହବ ସତ୍ୟ କଥା କହିବ ବୁଝିଲେ କି ଆଉ ସଂସାରଟା ଏମିତି ଏ ଯେଉଁ ମାନେ ଆମର କହୁନି ଏ ଯେଉଁ ଭବସାଗର ହେଉଛି ଭବସାଗର ଭିତରେ ସବୁବେଳେ କୁମ୍ଭୀର ରହିବେ ଏସେ ରହିବେ ଏବଂ ଗୋଡ଼ ଖସିବ ସେ ଯେଉଁ କହୁଛି ଗୋଟେ ଆସିଲା ଯେ ତାକୁ ମାମୁଁ ଘରକୁ ବୁଲେଇ ନେବା ପାଇଁ କହିଲା କହିକିରି ଯାଦବ ଆଣିଲା ଆଣିକିରି ସେଠୁ ଆଣିଛି ଯେହେତୁ ତାକୁ କଥା ଦେଇଛି ଇଏ ତ ଇଏ ଛୋଟ ପିଲା ମାନେ ଆର କ'ଣ ମାୟାରେ ଏତେ ପଡ଼େନି ନା ଜଞ୍ଜାଳ ଭିତରେ କିଛି ଯାଇନି ସବୁ ବିଶ୍ୱାସ କଲା ଆମେ ସବୁ କ'ଣ ହେଉଛୁ ନା ବହୁତ କଥା ବିଶ୍ୱାସ କରିକି ଏମିତି ପୂଜା ପାଠ ଇଏ ସିଏ ଅଲଗା ବହୁତ ପଶି ଯାଉଛୁ ପଶି ଯାଇକି କୁମ୍ଭୀର ପାଖରେ ଯାଇ ପହଞ୍ଚି ଯାଉଛୁ ପ୍ରକୃତିରେ ସେଇ ଜିନିଷ ନୁହଁ ଆତ୍ମଚିନ୍ତନ ବ୍ୟତୀତ ଆମେ ଅଲଗା ଜାଗାରେ ପଳେଇ ଯାଉଛୁ ମୋ କହିବାର ଉଦ୍ଦେଶ୍ୟ ସିଏ ଗଲାବେଳକୁ ସେ ଦେଖିଲା ବାପାକୁ କହିଲା ଫୁଲଟି ଆଣ ନା ତୁ ପାଖରେ ତ ପାଣି ଗଲାବେଳକୁ ଫୁଲଟା ଘୁଞ୍ଚି ଘୁଞ୍ଚିକା ଯାଉଛି ସେଠୁ ଆଣ୍ଠିଏ ପାଣି ନେଲି ବାପା ପହଞ୍ଚି ଯାଏ ତାପରେ ବେକ ପାଣି ନେଲି ବାପା ତାପରେ ତାକୁ ନେଇଗଲା ବୁଝିଲେ କି ଜୀବନ ହେଉଛି ମଣିଷର ଏଇଭଳିଆ ଯେଉଁ ପଦ୍ମ ଫୁଲ ନାହିଁ ସେ ପଦ୍ମ ଫୁଲ ସିଏ ଯେଉଁ ସହସ୍ରାକୁ ଯିବା ପାଇଁ ବି ମଧ୍ୟ ଏଇଭଳିଆ ଧୀରେ 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 ସିଏ ବି ଇଏ ଯେମିତି ସଂସାର ଭିତରେ ଯେମିତି ସେ ଘୁଞ୍ଚି ଘୁଞ୍ଚି ଯିବ ସେମିତି ଯଦି ମଣିଷ ଭିତରେ ଚେତନ ନାହିଁ ଜଡ଼ତ୍ୱ ରହିଛି ସେତେବେଳେ ତାକୁ ପଦ୍ମଫୁଲ ଖାଲି ଦିଶିବ ତା ତଳେ କ'ଣ ଅଛି ଦୁଃଖ ଅଛି କି ଯନ୍ତ୍ରଣା ଅଛି ସେଗୁଡ଼ା ସବୁ କିଛି ନାହିଁ କୁମ୍ଭୀର ହେଉଛି ସଂସାର ଏଇସବୁ ଜିନିଷ ମାୟା ତା ଭିତରେ ପଡ଼ିଲା ମାନେ ଭଲ ମାୟାକୁ ଛାଡ଼ିକି ଯଦି ପଦ୍ମଫୁଲ ପାଖରେ ପହଞ୍ଚିଲ ତାହେଲେ ଠିକ୍ ଅଛି ବହୁତ ବହୁତ ଧନ୍ୟବାଦ ସାର୍ ଆପଣ ଆମକୁ ଆପଣଙ୍କ ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କ ପାଖକୁ ତ ବହୁତ କଥା କିଛି ଶିଖିବାକୁ ମିଳୁଛି ଆଗାମୀ ଅଧ୍ୟାୟରେ ଆପଣଙ୍କ ଠାରୁ ଶୁଣିବାକୁ ଚାହିଁବୁ ବର୍ତ୍ତମାନ